କିଛି ଲୋକ ମଦନକୁ ଏ କାମ ପାଇଁ ପାଗଳ କହୁଥାନ୍ତି। ଆରେ ରଘୁ, ତୁ ଏମିତି ଅଜଣା ଚାଉଳ ଖାଇଲା ଭଳି କ'ଣ ହେଉଛୁ? ଏତେ କଦର୍ଯ୍ୟ ଚିନ୍ତାଧାରା କେମିତି ଆସୁଛି ଏ ଲୋକକୁ? ନମସ୍କାର, ଜୟ ଜଗନ୍ନାଥ। ଓଡ଼ିଆ କାହାଣୀର ଭିନ୍ନ ଏକ ବାପା ଭାଗ 5କୁ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। କିଛି ଲୋକ ମଦନକୁ ଏ କାମ ପାଇଁ ପାଗଳ କହୁଥାନ୍ତି ତ ଆଉ କେହି କେହି କହୁଥାନ୍ତି ଅସଭ୍ୟ। ଏମିତି ଭିତରେ 2-3 ଦିନ ବିତି ଯାଇଛି। ମଦନ ସବୁଦିନେ ସେମିତି ତୁଳାରେ କ୍ଷୀର ଖାଇବାକୁ ଦେଉଛି ଛୁଆଟିକୁ। ସେପଟେ 2-3 ଦିନ ଭିତରେ ମଦନର ଗାଁ ସହିତ ପାଖ ଆଖ ଗାଁ ସବୁଆଡ଼େ କଥାଟା ପ୍ରଗଟ ହେଇ ସାରିଥାଏ। ସେଦିନ ସନ୍ଧ୍ୟାରେ ରଘୁ ଯାଇଥାଏ ଛକ ଉପରେ ଥିବା ଗୋଟିଏ ଜଳଖିଆ ଦୋକାନକୁ। ଦୋକାନରେ କିଛି ଲୋକ ବସି ଆଲୋଚନା କରୁଥାନ୍ତି। ଜଣେ କହୁଥାଏ, ଛି ଛି ଛି, କି ଯୁଗ ହେଲା ରେ, ସେ ଲୋକଟା ଏତେ ଅସଭ୍ୟ ଥିଲା। ଆଉ ଜଣେ କହିଲା, ଆମର କ'ଣ ଅଛି ଏସବୁ କଥାରେ ପଶିବା। ଯାହାକୁ ଯାହା ଭଲ ଲାଗିଲା ସେ ସେମିତି କଲା। ଆଉ ଜଣେ କହିଲା, ଆରେ କହିବା ନାହିଁ କେମିତି? ଗାଁରେ ଆମେ ପୁରା ଘର କରି ରହିଛେ। ଯଦି ଏବେଠାରୁ ଏମିତି ଲୋକଙ୍କ ମାନସିକତାକୁ ନେଇ ଆମେ ପ୍ରଶ୍ନ ନ କରିବା ତାହେଲେ ଆଗକୁ ଏମିତି ଘଟଣା ବଢ଼ି ଚାଲିବ। ଆଉ ଜଣେ କହିଲା, ସେଇଟା ତ ସତ କଥା, ହେଲେ ଆମେ କରିବା କ'ଣ? ଆଉ ଜଣେ କହୁଥାଏ, ପ୍ରତିବାଦ କରିବା। ରଘୁ ଏସବୁ ଶୁଣୁଥାଏ। ଏତେ ସବୁ ଆଲୋଚନା ହେବାର ଶୁଣିବା ପରେ ରଘୁ ପଚାରିଲା, ଆରେ ଭାଇ, ଗାଁରେ କିଛି ଘଟିଛି ନା କ'ଣ? କୋଉ କଥାର ପ୍ରତିବାଦ କରିବାକୁ କହୁଛ ତମେମାନେ? ଆରେ ରଘୁ, ତୁ ଏମିତି ଅଜଣା ଚାଉଳ ଖାଇଲା ଭଳି ହେଉଛୁ କ'ଣ? ସମସ୍ତେ ଜାଣିଛନ୍ତି ତୁ ଆଉ ସେ ମଦନ କେତେ ଭଲ ସାଙ୍ଗ। ରଘୁ କହିଲା, ହଁ, ସେଇଟା ତ ମୁଁ ବି ଜାଣିଛି। ହେଲେ ମଦନ କ'ଣ କଲା? କ'ଣ କଲା? ତୁ ଜଣକ ଜାଣିନୁ। ମଦନ ସେ ଝିଅକୁ ନେଇ ଘରେ ରଖିଛି। ରଘୁ କହିଲା, ଝିଅ? ସେ ତ ନିରୀହ ନିଷ୍ପାପ ଶିଶୁଟିଏ, ଯିଏ ମାତ୍ର କିଛି ଦିନ ହେବ ଦୁନିଆକୁ ଆସିଛି। ଆଉ ତାର ବାପା ମା କେମିତିକା ଲୋକ କେଜାଣି? ଛୁଆଟିକୁ ଛାଡ଼ିଦେଇ ଚାଲିଗଲେ ବୁଦାମୂଳେ। ଲୋକଟି କହିଲା, ହଁ, କିଏ ବା କାହିଁକି ଚାହିଁବ ଅଯଥା ବୋଝକୁ ମୁଣ୍ଡେଇବା ପାଇଁ? ସେଇଥିପାଇଁ ତ କନ୍ୟା ସନ୍ତାନ ଦେଖିବା ପରେ ସମସ୍ତେ ନିଜ ନିଜ ବାଟରେ ଚାଲିଗଲେ। ରଘୁ କହିଲା, ହେଲେ ଆମ ମଦନଟା ସେମିତି ପଥର ହୃଦୟ ଲୋକ ନୁହେଁ। ଆଉ ଖାସ୍ ସେଇଥିପାଇଁ ସେ ପିଲାଟିକୁ ସାଙ୍ଗରେ ନେଇଗଲା। ଲୋକଟି କହିଲା, ଆରେ ସେ ମଦନର ତ କେହି ବି ନାହାନ୍ତି। ଜାଣିକି ସେ ଏକୁଟିଆ ଲୋକ। ସେ କେମିତି ଗୋଟିଏ ଝିଅ ଛୁଆର ଯତ୍ନ ନେବ? ସେ କ'ଣ ଆମକୁ ବୋକା ଭାବୁଛି ନା କ'ଣ? ତାର ନିଶ୍ଚୟ କିଛି ଅଲଗା ଆଉ ଖରାପ ଉଦ୍ଦେଶ୍ୟ ଅଛି। ନହେଲେ ଅଳିଆ ଗଦାରେ ପଡ଼ିଥିବା ଛୁଆକୁ ଘରକୁ ନେବାକୁ କିଏ ବା ଚାହିଁବ ଆଜିକାଲିକା ଦୁନିଆରେ? ମଦନ ବିଷୟରେ ଏମିତି ଖରାପ ମନ୍ତବ୍ୟ ରଖୁଥିଲେ ଲୋକମାନେ। ଆଉ ସେସବୁକୁ ରଘୁ ଶୁଣିବା ପରେ ସହିପାରିଲା ନାହିଁ। ଲୋକମାନଙ୍କ କଥା ଯେମିତି ତା ମୁଣ୍ଡରେ ଘର କରି ରହିଗଲା। ବେଶୀ ଦୁଃଖ ଆଉ କଷ୍ଟ ତାକୁ ଏଥିପାଇଁ ଲାଗୁଥିଲା କି ଲୋକମାନେ ମଦନର ଚରିତ୍ର ଆଉ ଭାବନାକୁ ନେଇ ଅନେକ ଅସଭ୍ୟ ମନ୍ତବ୍ୟ ଦେଉଥିଲେ। ଜଳଖିଆ ଦୋକାନରୁ ସିଧା ଏକମୁହାଁ ହେଇ ରଘୁ ଚାଲିଗଲା ନିଜ ଘରକୁ। ଘରେ ପହଞ୍ଚିବା ପରେ ମଧ୍ୟ ତାଙ୍କ ଘରେ ମଧ୍ୟ ସେଇ ମଦନର ଆଲୋଚନା ସେ ଶୁଣିବାକୁ ପାଇଲା। କେହି ନ ଜାଣିଲେ ବି ରଘୁ ବହୁତ ଭଲ ଭାବରେ ଜାଣିଥିଲା ମଦନକୁ। ମଦନ ଯେ ବହୁତ ଭଲ ପିଲା ସେ କଥା ରଘୁ ଖୁବ୍ ଭଲ ଭାବରେ ଜାଣିଥିଲା। ହେଲେ ସେ ଭାବୁଥିଲା ଲୋକମାନେ କ'ଣ ପାଇଁ ବୁଝୁନାହାନ୍ତି ମଦନର ଭଲ ଚିନ୍ତାଧାରାକୁ? କ'ଣ ପାଇଁ ସମସ୍ତେ ଏତେ ଖରାପ ମନ୍ତବ୍ୟ ଦେଇ ଚାଲିଛନ୍ତି? ମଦନ ଯେ ଗୋଟିଏ ବାପା ହିସାବରେ ଝିଅଟିକୁ କୋଳେଇ ନେଇଛି, ସେ କଥା କାହିଁକି କାହା ମନକୁ ଆସୁନାହିଁ? ଏତେ କଦର୍ଯ୍ୟ ଚିନ୍ତାଧାରା କେମିତି ଆସୁଛି ଲୋକଙ୍କୁ ଯେ ମଦନ ସେ କନ୍ୟା ଶିଶୁକୁ ଖରାପ ଉଦ୍ଦେଶ୍ୟ ପାଇଁ ଘରକୁ ଆଣିଛି ବୋଲି? ଶ୍ରୋତାବନ୍ଧୁମାନେ, ଯଦି ମୋ ଓଡ଼ିଆ କାହାଣୀଟି ଆପଣମାନଙ୍କୁ ଭଲ ଲାଗିଥାଏ, ଲାଇକ୍, ସେୟାର ଆଣ୍ଡ ସବସ୍କ୍ରାଇବ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।